ଇଡି ଅଧିକାରୀଙ୍କ ଆତ୍ମହତ୍ୟା ରେଳ ଧାରଣରୁ ପରିବର୍ତ୍ତନ ନିର୍ଦ୍ଦେଶାଳୟ ଜଣେ ଅଧିକାରୀ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଅଧିକାରୀ ଆଲୋକ କୁମାର ରଞ୍ଜନ ଆଲୋକ ଦୁର୍ନୀତି ମାମଲାରେ ଇଡିଙ୍କ ସିବିଆଇ ସ୍କାନରେ ଥିଲେ, ତେବେ ଗିରଫ ଭୟରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ଆଲୋକଙ୍କର ଘର ଗାଜିଆବାଦରେ। ସେ ନୂଆଦିଲ୍ଲୀରେ ଇଡି ଡେପୁଟେସନ୍ ଥିଲେ। ଏହା ପୂର୍ବରୁ ସେ ଆୟକର ବିଭାଗ ମଧ୍ୟ କାମ କରିଥିଲେ। ନିକଟରେ ଏକ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କୁ 2 ଥର ପଚରାଉଚରା କରିଥିଲା, କିନ୍ତୁ ପ୍ରମାଣ ଅଭାବରୁ ତାଙ୍କୁ ଛାଡ଼ି ଦିଆଯାଇଥିଲା। ଇଡି ଜଣକ ସହକର୍ମୀ ନିର୍ଦ୍ଦେଶକ ସନ୍ଦୀପ ସିଂଙ୍କୁ 50 ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗରେ ସିବିଆଇ ଗିରଫ କରିଥିଲା। ଜଣେ ଅଭିଯୋଗକାରୀ ଦାବି କରିଛନ୍ତି ଯେ ସନ୍ଦୀପ ତାଙ୍କ ପୁଅଙ୍କୁ ଗିରଫ କରିବା ପାଇଁ 50 ଲକ୍ଷ ଟଙ୍କା ମାଗିଥିଲେ। 20 ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସନ୍ଦୀପଙ୍କୁ ଦିଲ୍ଲୀରେ ଲାଜପତ ନଗରରୁ ସିବିଆଇ ଗିରଫ କରିଥିଲା। ସନ୍ଦୀପ ସିଂ ମୁମ୍ବାଇର ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ଏହି ଟଙ୍କା ନେଉଥିଲେ। ଇଡି ଏହି ସୁନା ବ୍ୟବସାୟୀଙ୍କ ଘରେ ରେଡ୍ କରିଥିଲେ ଓ ସନ୍ଦୀପ ସେହି ଟିମ୍ର ସଦସ୍ୟ ଥିଲେ। ଏତଲାରେ ସନ୍ଦୀପ ସିଂ ଓ ଏନଫୋର୍ସମେଣ୍ଟ ଅଧିକାରୀ ଆଲୋକଙ୍କ ନାମରେ ମଧ୍ୟ ଥିଲା। ପରେ ସନ୍ଦୀପ ସିଂଙ୍କୁ ନିମ୍ନଲିଖିତ କରାଯାଇଥିଲା, ମାତ୍ର ପ୍ରମାଣ ଅଭାବରୁ ଆଲୋକଙ୍କୁ ଛାଡ଼ି ଦିଆଯାଇଥିଲା। ଏହାପରେ ଆଲୋକ ଇଡି ଓ ସିବିଆଇ ସ୍କାନରେ ଥିଲେ, ହେଲେ ଗତକାଲି ରେଳ ଧାରଣାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣା ତଦନ୍ତ ଚାଲିଛି, ସୂଚନା ଦେଇଛନ୍ତି ଜଣେ ପୁଲିସ ଅଧିକାରୀ।